ସମସ୍ତ ପଶୁପାଳକ ଭାଇ ଓ ଭଉଣୀମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଗ୍ରାମୀଣ ପଶୁପାଳନ ତରଫରୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା। ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ ଆଉ ସୁସ୍ଥ ମଧ୍ୟ ଥିବେ। ନୂଆ ବର୍ଷ ଆପଣ ସମସ୍ତଙ୍କ ପାଇଁ ଶୁଭମୟ ହେଉ, ଆପଣଙ୍କୁ ସମସ୍ତ ପ୍ରକାରର ଖୁସି ମିଳୁ। ଆଜିର ଆଉ ଏକ ନୂଆ ଭିଡ଼ିଓକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଯେଉଁ ଟପିକ୍ ଆମେ ଆଲୋଚନା କରିବା ତାହା ହେଉଛି କି ଯେଉଁ ପଶୁପାଳକ ଭାଇ ଓ ଭଉଣୀମାନେ ଆମର ଅଛନ୍ତି ସେମାନଙ୍କ ପାଇଁ ଖାସ୍ କରିକି ଶୀତ ଦିନରେ ମୁଖ୍ୟ 5ଟି ଇଞ୍ଜେକ୍ସନ୍ କ'ଣ ଯେଉଁଟାକି ସେମାନେ ତାଙ୍କ ପାଖରେ ରଖିପାରିବେ ଆଉ ତା'ର କାମ କ'ଣ ସେ ଯେଉଁ ମୁଖ୍ୟ 5ଟି ଇଞ୍ଜେକ୍ସନ୍ ରହିବ ସେସବୁର କାମ କ'ଣ ତା ଉପରେ ଆମେ ଆଜି ସବିଶେଷ ଆଲୋଚନା କରିବା। ଆଲୋଚନା ପୂର୍ବରୁ ଟିକେ ସତର୍କ ସୂଚନା ପଢ଼ିଦେବା କି କୌଣସି ବି ଇଞ୍ଜେକ୍ସନ୍କୁ ଆପଣ ନିଜେ ଲଗାନ୍ତୁ ନାହିଁ। ଯେଉଁ ବି ଇଞ୍ଜେକ୍ସନ୍ ଆମେ ବତାଉଛୁ ତାକୁ କେତେବେଳେ ବି ନିଜେ ଲଗାନ୍ତୁ ନାହିଁ। ଆପଣମାନେ ଜାଣିନଥିବେ ତା'ର ସାଇଡ଼୍ ଇଫେକ୍ଟ କ'ଣ ହେଇପାରେ କ'ଣ ନାହିଁ। ତ ଯଦି କିଛି ଭୁଲ ଭଟକା ହେଇଗଲା, ଆପଣ ମାଂସପେଶୀରେ ଲଗାଉକା ଧରନ୍ତୁ ଭେନ୍ରେ ବାଜିଗଲା କିମ୍ବା ଚମଡ଼ା ତଳେ ଲାଗିଗଲା, ତ ସେଥିପାଇଁ ବହୁତ ପ୍ରକାର ଅସୁବିଧା ବି ହେଇପାରେ। ସବୁବେଳେ ନିକଟସ୍ଥ ପଶୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ଆଉ ତାଙ୍କ ଦ୍ୱାରା ହିଁ ଇଞ୍ଜେକ୍ସନ୍ ଲଗାନ୍ତୁ। ଆମେ କେବଳ ଆପଣଙ୍କ ଜ୍ଞାନ ବୃଦ୍ଧି ପାଇଁ ଏ ଭିଡ଼ିଓ ବନାଉଛୁ ଆଉ ଏଥିରେ ଆମେ କିଛି ସଜେସନ୍ ଦେଉନାହୁଁ ଯେ ଆପଣ ଏଇଟା ବ୍ୟବହାର କରନ୍ତୁ କି ସେଇଟା ବ୍ୟବହାର କରନ୍ତୁ କିମ୍ବା କୌଣସି କମ୍ପାନୀର ଆମେ ପ୍ରମୋସନ୍ ବି କରୁନାହୁଁ। ଆପଣ କେମିକାଲ୍ କମ୍ପୋଜିସନ୍ ମନେ ରଖିଥିବେ, ସେଇ କମ୍ପୋଜିସନ୍ର ଯେକୌଣସି ମେଡ଼ିସିନ୍ ଆପଣ ଭେଟେନାରୀ ଅଫିସର ଦୋକାନରୁ ଯାଇକି ଆଣିପାରିବେ। ଠିକ୍ ଅଛି। ଆଉ ସବୁବେଳେ ଭେଟେନାରୀ ଅଫିସରଙ୍କ ଦ୍ୱାରା ବା ନିକଟସ୍ଥ ପଶୁ ଚିକିତ୍ସକଙ୍କ ଦ୍ୱାରା ହିଁ ଏଇସବୁ ଇଞ୍ଜେକ୍ସନ୍କୁ ଲଗାନ୍ତୁ। ତ ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ବର୍ତ୍ତମାନ ପାଗ ଯେଉଁ ପ୍ରକାରର ପରିବର୍ତ୍ତନ ହେଉଛି, ବର୍ଷା କୌଣସି ବି ଋତୁରେ ଆସିଯାଉଛି। ବର୍ଷା ଦିନରେ ବର୍ଷା ବେଶୀ ହେଉନାହିଁ, କିନ୍ତୁ ଆପଣ ଯଦି ଦେଖିବେ କି ଆପଣଙ୍କର ଶୀତ ଦିନରେ ବର୍ତ୍ତମାନ ବର୍ଷା ଆସିଯାଉଛି। ଆଉ ଅସମୟରେ ଯେତେବେଳେ ପାଗ ପରିବର୍ତ୍ତନ ହେଉଛି ସେତେବେଳେ କ'ଣ ହେଉଛି ଅସୁବିଧା କି ଛେଳି ହୁଅନ୍ତୁ ବା ଗାଈ ଗୋରୁ ହୁଅନ୍ତୁ ବା କୁକୁଡ଼ା ହୁଅନ୍ତୁ, ସେମାନଙ୍କର ସ୍ୱାସ୍ଥ୍ୟ ବହୁ ମାତ୍ରାରେ ଖରାପ ହେବା ଆରମ୍ଭ ହୋଇଯାଉଛି। ପାଗ ପରିବର୍ତ୍ତନ ହେଲେ ପଶୁମାନେ ଷ୍ଟ୍ରେସ୍ରେ ଆସିଯାଆନ୍ତି, ଯାହାକି ତାଙ୍କର ଦେହ ଆହୁରି ଖରାପ କରେ। ତ ବର୍ତ୍ତମାନ ଆମେ ଜାଣିବା ଖାସ୍ କରିକି ଶୀତ ଦିନରେ ପଶୁମାନଙ୍କର ଯତ୍ନ କିପରି ନେବା। ଖରା ନ ଆସିବା ଯାଏଁ ପ୍ରଥମ ଜିନିଷ ହେଉଛି କି ଯେପର୍ଯ୍ୟନ୍ତ ଖରା ଆସିନାହିଁ ସେ ପର୍ଯ୍ୟନ୍ତ ପଶୁମାନଙ୍କୁ ବାହାରକୁ ବାହାର କରନ୍ତୁ ନାହିଁ। ଗୁହାଳ ଭିତରେ ରଖନ୍ତୁ। ଖରା ଆସିଲା ପରେ ହିଁ ତାଙ୍କୁ ବାହାର କରନ୍ତୁ। ଥଣ୍ଡାରେ ତାଙ୍କୁ ଜମା ଠିଆ କରାନ୍ତୁ ନାହିଁ କିମ୍ବା ତାଙ୍କୁ ଗୋଠରେ ଛାଡ଼ନ୍ତୁ ନାହିଁ। ଶୀତଦିନ ତ ଏମିତି ବି ଟିକେ ଲେଟ୍ରେ ଗୋଠରେ ଛାଡ଼ନ୍ତି ଲୋକମାନେ, ତଥାପି ବି ଯଦି ଦେଖିବା ପାଇଁ ଯିବା ସେମାନେ ବାହାରେ ବାନ୍ଧି ଦେଇଥାନ୍ତି। ଗୁହାଳରୁ ବାହାର କରିକି ବାହାରେ ବାନ୍ଧି ଦେଇଥାନ୍ତି। ଆମର ଅନୁରୋଧ ରହିବ କି ସେମାନଙ୍କୁ ଖରାରେ ହିଁ ବାନ୍ଧନ୍ତୁ। ହେଲା, ଖରା ଆସିଲା ପରେ ତାଙ୍କୁ ଗୁହାଳୁ ବାହାର କରନ୍ତୁ ଆଉ ଖରାରେ ବାନ୍ଧନ୍ତୁ। ରାତିରେ ଯେଉଁ ଛେଳି ଗୁହାଳରେ ଆପଣମାନେ ଯେଉଁ ଛେଳିମାନେ ଶୋଉଛନ୍ତି ଆପଣଙ୍କ ଛେଳିମାନେ, ତ ସେମାନଙ୍କ ପାଇଁ 3-4 ଇଞ୍ଚ ମୋଟାର ନଡ଼ାର ବେଡ଼୍ ତିଆରି କରନ୍ତୁ। ଯେଉଁ ଧାନ ନଡ଼ା ହେଉ କିମ୍ବା ଗହମ ନଡ଼ା ହେଉ, ଆପଣମାନେ ଯେଉଁ ଚାଷ କରୁଛନ୍ତି ତା'ର ବେଡ଼୍ ତିଆରି କରନ୍ତୁ। ମାନେ 3-4 ଇଞ୍ଚ ମୋଟାର ନଡ଼ା ବିଛେଇ ଦିଅନ୍ତୁ ତଳେ। ତ ନଡ଼ା ବିଛେଇଲେ କ'ଣ ହେବ, ଆପଣଙ୍କର ଯେଉଁ ଛେଳିଙ୍କୁ ବେଶୀ ଥଣ୍ଡା ଲାଗିବ ନାହିଁ। ତାଙ୍କୁ ସେମାନେ ଗରମ ରଖିବ ସେ ନଡ଼ା। ତଳର ଟେମ୍ପରେଚର୍ ସେ ଉପରକୁ ଆସିବା ପାଇଁ ଦେବ ନାହିଁ, ଯାହାଦ୍ୱାରା କି ଆପଣଙ୍କର କ'ଣ ଛେଳିମାନଙ୍କୁ ସେତେ ଥଣ୍ଡା ହେବ ନାହିଁ। ଏ ଚିତ୍ରରେ ଆପଣ ଦେଖିପାରୁଥିବେ, ଉପର ଚିତ୍ରରେ ଛେଳି ଛୁଆମାନେ ସବୁ କେମିତି ନଡ଼ା ଉପରେ ଜାକି ଜୁକି ହେଇକି ଶୋଇଛନ୍ତି। ଯଦି ନଡ଼ା ପାଉନାହାନ୍ତି ତାହେଲେ ଝୋଟ ଅଖା ବିଛେଇ ଦିଅନ୍ତୁ। ହେଲା, ତ ସିଏ ବି ଭଲ ରହିବ। ଝୋଟ ଅଖା ବିଛେଇ ଦେଲେ ସିଏ ବି ତାଙ୍କୁ ଥଣ୍ଡାରୁ ବଞ୍ଚେଇକି ରଖିବ। ଆଉ ଦ୍ୱିତୀୟ କଥା ରହିଲା କି ପ୍ରତି ସପ୍ତାହରେ ସେ ଯେଉଁ ନଡ଼ା ଆପଣ ବିଛେଇଥିବେ ତାକୁ ବାହାରକୁ ବାହାର କରିଦେବେ ବା ଚେଞ୍ଜ କରିଦେବେ, ପୁଣି ନୂଆ ନଡ଼ା ଆଣିକି ତାକୁ ପକାଇବେ। ରାତିରେ ଗୁହାଳରେ ନିଆଁ ଜଳାଇବାର ବ୍ୟବସ୍ଥା ମଧ୍ୟ କରିଦେଲେ ଆହୁରି ଭଲ। ଆପଣଙ୍କର ଦେଖିବେ ବହୁତ ସାରା ଜାଗାରେ ଗାଁ ଗଣ୍ଡା ଅଞ୍ଚଳରେ ଲୋକମାନେ ଛେଳି ଗୁହାଳ ଯେଉଁ ଥାଏ କିମ୍ବା ଗାଈ ଗୁହାଳ, ସେଥିରେ କିଛି ଜାଗାରେ ନିଆଁ ଲଗାଇଥାନ୍ତି, କିଛି କାଠ ଦେଇକି ନିଆଁ ଲଗାଇ ଦିଅନ୍ତି, ଯାହାକି ତାଙ୍କୁ ରାତି ସାରା ଗରମ ରଖିଥାଏ। ଆଉ ଯେତେବେଳେ ଆପଣ ସକାଳେ ତାଙ୍କୁ ଗୁହାଳରୁ ଖୋଲୁଛନ୍ତି ସେତେବେଳେ କ'ଣ କରିବେ, ହାଲକା ଉଷୁମ ପାଣି, ହାଲକା ଗରମ ପାଣି, ବେଶୀ ଗରମ ନଥିବ ଯେମିତିକି ମୁହଁ ପୋଡ଼ିଯିବନି। ହେଲା, ହାଲକା ଉଷୁମ ପାଣି, ଆପଣମାନେ ଯେମିତି ଉଷୁମ ପାଣି ପିଉଛନ୍ତି ତ ସେଭଳି ହାଲକା ଉଷୁମ ପାଣିରେ ଗୁଡ଼ ଅଳ୍ପ ଆଉ ଲୁଣ ଟିକେ ତାଙ୍କୁ ମିଶାଇକି ପିଇବା ପାଇଁ ଦିଅନ୍ତୁ। ଛେଳିକୁ ଲୁଣ ବହୁତ ପସନ୍ଦ ଥାଏ। ହେଲା, ତ ସେଥିପାଇଁ ତାଙ୍କୁ ହାଲକା ଉଷୁମ ପାଣିରେ ଗୁଡ଼ ଆଉ ଲୁଣ ମିଶାଇକି ପିଇବା ପାଇଁ ଦିଅନ୍ତୁ। କୃମି ଔଷଧ ସହ ଲିଭର ଟନିକ୍ ମଧ୍ୟ ଦିଅନ୍ତୁ। ହେଲା, ଶୀତଦିନ ଆରମ୍ଭ ହେବା ପୂର୍ବରୁ ତାଙ୍କୁ କୃମି ଔଷଧ ଲିଭର ଟନିକ୍ ଦେଇଦିଅନ୍ତୁ। ତାହା ତାଙ୍କୁ ସୁସ୍ଥ ରଖିବ। କାହିଁକିନା କୃମି ହେଲେ ଶରୀର ଦୁର୍ବଳ ହେଇଯିବ। ଶରୀର ଦୁର୍ବଳ ହେଲେ ସିଏ ଶୀତ ଦିନରେ ତାକୁ ବହୁତ କ୍ଷତି ହେବ।
ସେ ଲଢ଼ି ପାରିବ ନାହିଁ ଶୀତ ସହିତ ହେଲା। ତ ସେଥିପାଇଁ ଶୀତ ଆସିବା ପୂର୍ବରୁ ହିଁ ତାକୁ କୃମି ଔଷଧ ଦେଇକି ଲିଭର ଟନିକ୍ ଦେଇ ଦିଅନ୍ତୁ। ଲିଭର ଟନିକ୍ ଦେଲେ କ'ଣ ହେବ ନା ତା'ର ଯେଉଁ ଖାଦ୍ୟ ଗ୍ରହଣ କରିବାର ଯେଉଁ ଆଗ୍ରହଟା ସେଟା ବଢ଼ିବ। ଖାଦ୍ୟ ସେ ବହୁତ ଶୀଘ୍ର ଶୀଘ୍ର ହଜମ କରିପାରିବ। ତା'ର ଭୋକ ବଢ଼ିବ, ସେ ଅଧିକ ଖାଦ୍ୟ ଖାଇବ, ଯାହାଦ୍ୱାରା କି ସେ ସୁସ୍ଥ ମଧ୍ୟ ରହିବ। କିଛି ରୋଗର ଯଦି ଲକ୍ଷଣ ଦେଖାଯାଉଛି, କୌଣସି ବି ରୋଗର ଯଦି ଲକ୍ଷଣ ଦେଖାଯାଉଛି, ତାହେଲେ ଆପଣଙ୍କର ନିକଟସ୍ଥ ପଶୁ ଚିକିତ୍ସକ ଯିଏ ବି ଅଛନ୍ତି, ଭେଟନାରୀ ଅଫିସର ହୁଅନ୍ତୁ ବା LI ହୁଅନ୍ତୁ, ତାଙ୍କ ସହିତ ଯୋଗାଯୋଗ କରନ୍ତୁ ଆଉ ତୁରନ୍ତ ଚିକିତ୍ସାର ବ୍ୟବସ୍ଥା କରନ୍ତୁ। ଆପଣ ଜାଣିବେ କେମିତି ଯେ ଆପଣ ପଶୁ ଅସୁସ୍ଥ ଅଛି ବୋଲି? ଯଦି ଜାଣିବେ ଛେଳି ତା'ର ମୁଣ୍ଡକୁ ସବୁବେଳେ ତଳକୁ କରିକି ଠିଆ ହେଉଛି, ତାହେଲେ ଜାଣିବେ ଯେ ତା'ର ଶରୀର ଅସୁସ୍ଥ ଅଛି। ସାଙ୍ଗେ ସାଙ୍ଗେ ତା ପାଇଁ ଟ୍ରିଟମେଣ୍ଟର ବ୍ୟବସ୍ଥା ଆପଣ କରିବେ। ଠିକ୍ ଅଛି। ଛେଳି ଯଦି ଆପଣଙ୍କର ଦେଖିବେ ଆକ୍ଟିଭ୍ ଅଛି, ଖେଳାବୁଲା କରୁଛି, ତ ସେତେ ବେଶୀ ତା'ର କିଛି ଅସୁବିଧା ନାହିଁ। କିନ୍ତୁ ଯଦି ସେ ମୁଣ୍ଡ ତଳକୁ କରିକି ଠିଆ ହେଉଛି, ତାହେଲେ ଜାଣିବେ କି ତାକୁ କିଛି ନା କିଛି ତା'ର ଅସୁବିଧା ହେଉଛି, ଯେଉଁଥିପାଇଁ କି ସେ ମୁଣ୍ଡ ତଳକୁ କରିକି ଠିଆ ହେଉଛି ହେଲା। ଛେଳି ଅସୁସ୍ଥ ହେଲେ ହିଁ ସେ ମୁଣ୍ଡ ତଳକୁ କରିକି ଠିଆ ହୁଏ। ତ ଫାଷ୍ଟ ଇଞ୍ଜେକ୍ସନ୍ ଆମେ ଯେଉଁଟା ଜାଣିବା ସେଟା ହେଉଛି ଯେଉଁଟାକି ଆମ ପାଖରେ ସବୁବେଳେ ରହିବା ଦରକାର, ସେଟା ହେଉଛି ଏଭିଲ୍ ଇଞ୍ଜେକ୍ସନ୍। ଆପଣମାନେ ବହୁତ ସମୟରେ ଏଭିଲ୍ ନାଁ ଶୁଣିଥିବେ, ବହୁତ ଜାଗାରେ ଆପଣମାନେ ନିଜେ ବି ବ୍ୟବହାର କରୁଥିବେ ଏଭିଲ୍ ଯେଉଁ ଟ୍ୟାବଲେଟ୍ ଆମେ ଖାଆନ୍ତି। କିଛି ବି ଯଦି ଆପଣଙ୍କର ଏଲର୍ଜି ହେଇଯାଉଛି, ତ ସେଥିପାଇଁ ଆମେ କ'ଣ କରନ୍ତି, ଏଭିଲ୍ ଟ୍ୟାବଲେଟ୍ ଖାଆନ୍ତି। ତ ଏଭିଲ୍ ଇଞ୍ଜେକ୍ସନ୍ର କାମ ଠିକ୍ ସେଇଆ। ସବୁ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା, ଯେଉଁ ସାଇଡ଼୍ ରିଆକ୍ସନ୍ ଆମେ କହୁଛନ୍ତି, ସାଇଡ଼୍ ରିଆକ୍ସନ୍ କିମ୍ବା ଏଲର୍ଜି ଯଦି ପଶୁକୁ ହେଇଯାଉଛି, ତ ଇଏ ତାକୁ ସେଥିରୁ ରକ୍ଷା କରିବ ହେଲା। ଖାସ୍ କରିକି ଆଣ୍ଟିବାୟୋଟିକ୍ ଯେତେବେଳେ ଆମେ ବ୍ୟବହାର କରୁଛନ୍ତି ପଶୁଙ୍କ ଶରୀରରେ, ତାକୁ ଯେତେବେଳେ ଇଞ୍ଜେକ୍ସନ୍ ମାଧ୍ୟମରେ ଆଣ୍ଟିବାୟୋଟିକ୍ ଦିଆଯାଉଛି, ତ ସେହି ସମୟରେ କ'ଣ କରାହୁଏ ନା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଯେମିତି ନ ହେବ, ସେଥିପାଇଁ କ'ଣ କରାହୁଏ ନା ଏହି ଯେଉଁ ଏଭିଲ୍ ଇଞ୍ଜେକ୍ସନ୍କୁ ପ୍ରୟୋଗ କରାଯାଏ। ଠିକ୍ ଅଛି ହେଲା। ତ ଆପଣ ଦେଖିଥିବେ କିଛି କିଛି ଆଣ୍ଟିବାୟୋଟିକ୍ ହାଇ ଡୋଜ୍ର ଥାଏ, ସେଟା ଯେମିତି ରିଆକ୍ସନ୍ ନ କରେ ହେଲା। ତ ସେଥିପାଇଁ ଖାସ୍ କରିକି ଯେଉଁ ଏଲର୍ଜି କିଛି ହେବ କିମ୍ବା କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହେବ, କୌଣସି ପ୍ରକାର ରିଆକ୍ସନ୍ ହେବ, ତାକୁ ଅଟକାଇବା ପାଇଁ ଏଭିଲ୍ ଇଞ୍ଜେକ୍ସନ୍କୁ ବ୍ୟବହାର କରାଯାଏ। ଯଦି କୌଣସି ବିଷାକ୍ତ କୀଟ କାମୁଡ଼ି ଦେଇଛି, ଯାହାଦ୍ୱାରା କି ଜଳାପୋଡ଼ା ହେଉଛି, ତାକୁ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ତାକୁ, ତ ସେଥିରେ ମଧ୍ୟ ଏଭିଲ୍ ଇଞ୍ଜେକ୍ସନ୍ ଲଗାଇ ଦିଆଯାଏ, ଯେଉଁଟାକି ତାକୁ କୌଣସି ପ୍ରକାର ରିଆକ୍ସନ୍ କରିବ ନାହିଁ ଆଉ ତାକୁ ଶୀଘ୍ର ତା'ର ଯେଉଁ ଜଳାପୋଡ଼ା ହେଉଥିବ ତାକୁ ସେଥିରୁ କ'ଣ ଆରାମ ମିଳିଯିବ। ବିଭିନ୍ନ ପ୍ରକାର ଚର୍ମ ରୋଗରେ ମଧ୍ୟ ବ୍ୟବହାର କରାଯାଏ ଏଭିଲ୍ ଇଞ୍ଜେକ୍ସନ୍କୁ। ବିଭିନ୍ନ ପ୍ରକାର ସ୍କିନ୍ ଇନଫେକ୍ସନ୍ ଯେଉଁଟା କୁହାହେଉଛି, ସେଥିରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହାର ଡୋଜ୍ କ'ଣ ନା ଛୋଟ ପଶୁମାନଙ୍କୁ 0.5 ମିଲି ବା ଅଧା ml ଯେଉଁଟା କୁହାହେଉଛି ତାକୁ ଦେଇପାରିବେ, ଆଉ ବଡ଼ ପଶୁମାନଙ୍କୁ 2 ମିଲି ପର୍ଯ୍ୟନ୍ତ ଆପଣ ଇଞ୍ଜେକ୍ସନ୍ ଦେଇପାରିବେ। ଆଉ ଏହା କେବଳ ମାଂସପେଶୀରେ ଲଗାଯାଇଥାଏ, ଭେନ୍ରେ ଦିଆଯାଏ ନାହିଁ କିମ୍ବା ଚମଡ଼ା ତଳେ ଦିଆଯାଏ ନାହିଁ, କେବଳ ମାଂସପେଶୀରେ ହିଁ ଦିଆ ହୁଏ ହେଲା। ଇଏ ମାନେ ଆପଣଙ୍କର 8ରୁ 12 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ। ଆପଣ ଯଦି ରିପିଟ୍ କରିବା ପାଇଁ ଚାହୁଁଛନ୍ତି, ତ 12 ଘଣ୍ଟା ପରେ ୟାକୁ ପୁଣି ଆଉଥରେ ରିପିଟ୍ କରାଯାଇପାରେ, ଆଉଥରେ ତା ଶରୀରରେ ଦିଆଯାଇପାରେ। ଆଉ ଗୋଟେ କଥା ମନେ ରଖିବେ, ସବୁ ଇଞ୍ଜେକ୍ସନ୍ର କିଛି ନା କିଛି ୱିଡ୍ରାଲ୍ ପିରିୟଡ଼ ଥାଏ। ୱିଡ୍ରାଲ୍ ପିରିୟଡ଼ ଅର୍ଥ ଆପଣ ଯଦି ଗୋଟେ ଇଞ୍ଜେକ୍ସନ୍ ଲଗାଉଛନ୍ତି, କେତେ ଦିନ ପରେ ସେ ପଶୁର ମାଂସ ବା କ୍ଷୀର ବା ତା'ର ଅଣ୍ଡା, ଯଦି ପକ୍ଷୀ ହେଇଛି ତା'ର ଅଣ୍ଡା ଆପଣମାନେ ସେବନ କରିପାରିବେ ହେଲା। ତ ସେ ସବୁ ଇଞ୍ଜେକ୍ସନ୍ର କିଛି ନା କିଛି ଥାଏ। କିଛି କିଛି ଇଞ୍ଜେକ୍ସନ୍ କ୍ଷେତ୍ରରେ ମାନେ କ'ଣ, ଆପଣ ଆଜି ଲଗେଇଲେ ତା'ର ଆଜି ବି ମାଂସ ଖାଇପାରିବେ ହେଲା। ତା'ର ୱିଡ୍ରାଲ୍ ପିରିୟଡ଼ ହେଉଛି 0 days ବା 0। ଆମକୁ ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ ଯେ ଇଞ୍ଜେକ୍ସନ୍ ଲଗେଇଛୁ କିଛି ସାଇଡ଼୍ ଇଫେକ୍ଟ ହେବ କି ହେଲା। କିନ୍ତୁ ଆଉ କିଛି କିଛି ଇଞ୍ଜେକ୍ସନ୍ ଅଛି ଯେଉଁଥିର ମାନେ କ'ଣ, ସେ ଇଞ୍ଜେକ୍ସନ୍ଟା ଲଗେଇଲେ କିଛି ଦିନ ପର୍ଯ୍ୟନ୍ତ ଆପଣମାନେ ତା'ର ମାଂସ କିମ୍ବା କ୍ଷୀର ସେବନ କରିବେ ନାହିଁ ହେଲା। ତ ଏଭିଲ୍ ଇଞ୍ଜେକ୍ସନ୍ରେ ସେମିତି, ଯଦି ଆପଣ ଏଭିଲ୍ ଇଞ୍ଜେକ୍ସନ୍ ଲଗାଉଛନ୍ତି, ତାହେଲେ 2 ଦିନ ଯାଏ ସେ ପଶୁର କ୍ଷୀର, ଯଦି ଗାଈକୁ ଦେଉଛନ୍ତି ତାହେଲେ 2 ଦିନ ପର୍ଯ୍ୟନ୍ତ ତା'ର କ୍ଷୀର ଆପଣ ଖାଇବେ ନାହିଁ। ଯଦି ଛେଳିକୁ ଦେଉଛନ୍ତି ବା କୁକୁଡ଼ାକୁ ଦେଉଛନ୍ତି, ତାହେଲେ 7 ଦିନ ପର୍ଯ୍ୟନ୍ତ ତାଙ୍କର ମାଂସ ଖାଇବେ ନାହିଁ। ବର୍ତ୍ତମାନ ଆସିଲା ବେଲାମିଲ୍ ଇଞ୍ଜେକ୍ସନ୍। ବେଲାମିଲ୍ ଇଞ୍ଜେକ୍ସନ୍ କ'ଣ? ଏଟା ଗୋଟେ B କମ୍ପ୍ଲେକ୍ସ ଲିଭର ଟନିକ୍ ହେଲା, ଯେଉଁଥିରେ କି ଆପଣଙ୍କର B1 B କମ୍ପ୍ଲେକ୍ସରେ କ'ଣ କ'ଣ ଯଦି ଆମେ ଜାଣିବା, B କମ୍ପ୍ଲେକ୍ସ ଭିଟାମିନ୍, ଯେଉଁଥିରେ କି B1 B2 B3 ଆଉ B12, ଏଇ 4 ପ୍ରକାରର ଆପଣଙ୍କର କ'ଣ ଭିଟାମିନ୍ ଥାଏ। ତ ଏହା ଏକ ଲିଭର ଟନିକ୍, ଅର୍ଥାତ୍
लिभर एक्सट्राक्ट मध्य एथिरे थाए। लिभर एक्सट्राक्ट अर्थ जो जीव मानकर लिभर रु किछि केमिकल बाहर करा जाय थाए, तार रस बाहर करा जाय थाए, आउ सेतरे ए विटामिन बी कॉम्प्लेक्स मिसा जाय थाए आ ताको तयारी करा जाय थाए। ठीक अछि। एहा पशुर भोक बढ़ाइबारे साहाय्य करे। ये जो बेलामिल इंजेक्शन टी पशुर भोक बढ़ाइबारे साहाय्य करे। आउ पशुर जो पेटरे जब पाकस्थली जो कुहा होची ता पाकस्थली जो सूक्ष्म जीवाणु सब थाते माइक्रोफ्लोरा जोटा कुहा जाय हैला, सूक्ष्म जीवाणु जहा कि हजम करिबारे पशु को साहाय्य करंती, सेमानकर वृद्धि रे ये साहाय्य करते, से तांको एक्टिव कर दिया होरी, जहा द्वारा कि पशुर हजम करिया शक्ति बढ़ी जाए आउ ता सहित से जल्दी जल्दी खाइबा माने तार भोक बढ़े आउ से अधिक रु अधिक मात्रा रे खाद्य खाइते हजम होइते तो ता शरीर सुस्थ होबारे ये मध्य साहाय्य करिथाय। दुर्बलता दूर करे। दुर्बलता पे हम जानिछु यदि खाद्य भलसे से सठिक मात्रा रे खाउची हजम करि पारुची ताले तार दुर्बलता दूर होई जिवो। स्ट्रेस रु रक्षा करिथाय। स्ट्रेस अर्थ जदि धरंतु आपण ताकू कोनसी जगह को नेकी जाउछन, तार धरंतु वासस्थान चेंज होउची किंबा पाग परिवर्तन होउची हैला, तो सेही समय से कोन स्ट्रेस रे आसी जाय, टेंशन हो जाए ताकू, तो सेथरु से ताकू दूर करे। एंटीबायोटिक रो नेगेटिव इफेक्ट रु मध्य ताकू ये दूर करे हैला। जेमिति कि नेगेटिव इफेक्ट कोन कोन ना पशु को दुर्बल कर दे। एंटीबायोटिक लगेला माने पशु देखिबे दुर्बल हुए। जो दुग्ध उत्पादन करुवा पशु मानकर क्षीर कमी जाए हैला। पशुर खाद्य ग्रहण क्षमता मध्य कम हो जाए एंटीबायोटिक जो आम दि जाए, कहीं हाई डोजर एंटीबायोटिक गुड़िक बहु मात्रा रे कौन करते पशु को किसी नेगेटिव इफेक्ट मध्य पड़ी थाए हाई डोजर एंटीबायोटिक लगेले। तो एसबू को दूर करने बेलामिल इंजेक्शन दि जाए। कौन प्रकार एंटीबायोटिक लगा होची तो से टाइम रे बेलामिल इंजेक्शन दे दिया जाए। हजम संबंधित समस्त प्रकार रोग ये रक्षा करिथाए हैला। खाद्य हजम हो नहीं कहीं ये माइक्रोफ्लोरा को एक्टिव जेहेतु कर दिए तो खाद्य हजम होबारे बहुत सहज हो जाए। पशुर स्नायु जनित रोग रे मध्य ये भल काम करिथाए हैला। मुह घा जो आमर एफएमडी रोग हो जाउची, मुह घा हो जाउची, पीपीआर होची मुह घा हो जाउची हैला, बसंत रोग होची देह घा हो जाउची, तो सेही सब रे मध्य बेलामाइल को हमें व्यवहार करि परिबा। सबु बयसर पशु को दिया जाई परिबो। गर्भ थिबा पशुओं पय मध्य एटा सुरक्षित। यदि आपनकर पशुर गर्भ अछि तो आपन देई परिबे, किछि असुविधा नाही, से वरम तार उपकार करिवो। डोज केते देबे ना छेली को 15 रु 20 किलोग्राम रे 1 मिली देबे। यदि छेली को आपन दउचंती ताले 15 रु 20 किलोग्राम ओजन रे आपन 1 मिलीलीटर औषध ताकू मांस पेशी रे देबे, अन्य कोनोसी रूट रे देबे नै, केवल मांस पेशी रे देबे। ठीक अछि। 12 रु 24 घंटा मध्य तार पुनरावृत्ति करा जाय परियो। यदि एबे देइचंती तो आसंता काली आउ थरे देबे हैला। तो हमें या पर केतले आ वीडियो बनै दबा कि बेलामिल जो लिवर टॉनिक अछि, लिवर टॉनिक गोटे मास रे केते थरे दिया जाय पशु को हैला। तापर है तार विड्रल पीरियड माने याकू जदि आम लगौचंती तार केते दिन पर तार मांस आम खाइबा बा केते दिन पर तार क्षीर आम पी परिबा। जेहेतु एटा वाटर सोल्यूबल लगो लोगो का ये शरीर रे पूरा मिसी जाए तो यार विड्रल पीरियड होची 0 बा शून्य। आपण जदि एबे लगौचंती एबे भी तार क्षीर आपण संगे संग पी परिबे। यदि छेली को एबे लगैचंती 2 घंटा पर यदि आपण काटी खाउछन तो खाइ परिबे, आपण शरीर पई किछि क्षति नाही। देन आसला तृतीय इंजेक्शन होची हमर कोन मेलोनेक्स प्लस। मेलोनेक्स प्लस कोन या ऊपर आमे किछि दिन पूर्व वीडियो भी बनैथिलु हैला, तथापि म आउथरे आपन को बतै दउची यार काम केमिति कोन। एटा गोटे नॉन स्टेरॉयडल अर्थ एथिरे कोनोसी प्रकार रो स्टेरॉयड नाही। एंटी इन्फ्लामेटरी अर्थ जलन रोधक। यदि जोड़ा पड़ा होची किछि कोनोसी प्रकार माने कोन देहर जो जोड़ा पड़ा हुए, यदि पशु रे जोड़ा पड़ा होची, पशु अस्थिर अछि, ज्वर होची हैला, बथा होची, कष्ट होची त शरीर को फुली जाईची, कोनोसी जगह रे गोड़ कोठी बाजी जाईची किबा गाड़ी कोठी कुटी देला किबा पत्थर बाजी जाईची कि पत्थर मारी देची, तो सेही जगह रे कोन जोड़ा पड़ा हुए, फुला हुए, बथा हुए हैला, तो सेही सब जगह रे आमे याको व्यवहार करि परिबा। यही औषध कौन प्रकार अस्त्रोपचार करा हुए, ऑपरेशन जो करा हुए, से समय जो कष्ट हुए, जो व्यथा हुए,
ଫୁଲା ଫୁଲିଯାଏ, ଜ୍ୱର ହୁଏ, ଆଉ କୌଣସି ପ୍ରକାର ଯଦି ଜଳନ ହେଉଛି, ଅସ୍ଥିରତା, ଅନିଦ୍ରା, ଥକାପଣ, ହାଲିଆପଣ, ଏଇସବୁକୁ ଦୂର କରିବା ପାଇଁ ଏଇ ଇଞ୍ଜେକ୍ସନକୁ ବ୍ୟବହାର କରାଯାଏ। ଏଇ ଔଷଧକୁ ପଶୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟାରେ ଯେଉଁ ଯନ୍ତ୍ରଣା ହୁଏ, ତାକୁ ଯେଉଁ ବଥା ହୁଏ କିମ୍ବା ଶରୀର ତାପମାତ୍ରା ଯଦି ବଢ଼ିଯାଇଛି, ଆପଣ ଜାଣିଥିବେ ଖାସ କରିକି ଜ୍ୱର ସମୟରେ ମଧ୍ୟ ୟାକୁ ଲଗାଯାଏ। ଜ୍ୱରରେ ବହୁତ ଭଲ କାମ କରେ ପଶୁମାନଙ୍କ ଶରୀରରେ, ହେଲା। ତ ବଥା ଯେତେବେଳେ ହୁଏ ତ ସେଇ ସମୟରେ ଆମର କ'ଣ ହୁଏ, ଯେଉଁ ପ୍ରୋଷ୍ଟାଗ୍ଲାଣ୍ଡିନ୍ସ PGF2A, ହେଲା। ତ ଏଇ ଯେଉଁ ଗୋଟେ କେମିକାଲ ଅଛି, ତ ୟାର ଉତ୍ପାଦନକୁ ସେ କମେଇ ଦିଏ। ଏଇ କେମିକାଲଟି ଖାସ କରିକି ଶରୀରରେ ବଥା ସମୟରେ ଜଳନ ଫଳନ ସେଗୁଡ଼ା ସବୁ ବେଶୀ କରାଏ, ହେଲା। ତ ୟାକୁ କ'ଣ କରାଯାଏ, PGF2A ଆଉ ତା ସହିତ ଜଳନ କମ୍ କରିବା ପାଇଁ କ'ଣ କରାଯାଏ ନା COX-2 ଆଉ ଫସ୍ଫୋଲିକ୍ ପେଜ୍ A2 ଏନ୍ଜାଇମ୍ର, ଇଏ ମାନେ ଦୁଇଟା ହେଉଛି ଏନ୍ଜାଇମ୍, ଏଇ ଏନ୍ଜାଇମ୍ର କାର୍ଯ୍ୟକୁ ସେ ବନ୍ଦ କରିଦିଏ, ହେଲା। ତ ଏଇ ପ୍ରକାରରେ ସେ ତାର କାମ କରିଥାଏ, ଆଉ ଇଏ 24 ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ। ଥରେ ଲଗେଇଲେ 24 ଘଣ୍ଟା ପରେ ୟାକୁ ଆପଣ ଆଉ ଥରେ ରିପିଟ୍ କରିପାରିବେ। ଯେତେବେଳେ ଥରେ ଲଗେଇ ଦିଆହେଉଛି 24 ଘଣ୍ଟା ପର୍ଯ୍ୟନ୍ତ ବଢ଼ିଆ ସେ କାମ କରେ। ଲଗାଇବା ସମୟରେ ବେଳେବେଳେ ହାଲକା ଜଳାପୋଡ଼ା ମଧ୍ୟ ହେଇଥାଏ। ଲଗେଇଲା ବେଳେ ଆପଣ ଦେଖିବେ, ଖାସ କରିକି ଛେଳିକୁ ଯେତେବେଳେ ଲଗା ହୁଏ, ସେମାନେ ସେତେବେଳେ କ'ଣ হবে, ଛଟପଟ ହୁଅନ୍ତି ବା ଦୌଡ଼ି ବୁଲନ୍ତି, ଠିକ୍ ଅଛି। ତ ଆପଣ ସେତେବେଳେ ଡରିବାର ନାହିଁ, ୟାକୁ ଆପଣ ଲଗେଇ ପାରିବେ। ଡୋଜ୍ କ'ଣ ନା ଛେଳି, ମେଣ୍ଢା, ଗାଈ, ମଇଁଷି, ଓଟ, ଘୁଷୁରୀ ସମସ୍ତଙ୍କୁ ଲଗାଯାଇପାରିବ। କେତେ ନା 15 କିଲୋଗ୍ରାମ ଓଜନରେ 1 ମିଲିଲିଟର ଆପଣ ଲଗେଇବେ, ହେଲା। ଆଉ ଏହା ଗର୍ଭ ଥିବା ପଶୁଙ୍କୁ ଦିଆଯାଇପାରିବ, ହେଲା। କିନ୍ତୁ ଯଦି ଆପଣଙ୍କର ଛେଳି କିଛି ଦିନ ଭିତରେ ଛୁଆ ଜନ୍ମ କରିବ, 2-3 ଦିନ କି 5 ଦିନ ଭିତରେ ଛୁଆ ଜନ୍ମ କରିବ, ତ ସେଇ ଟାଇମରେ ଏଟାକୁ ଲଗେଇବେ ନାହିଁ, ନ ଲଗେଇବାଟା ଭଲ। କାହିଁକିନା ସେତେବେଳେ ଅଲରେଡ଼ି ଆପଣଙ୍କର ଛେଳି ଷ୍ଟ୍ରେସ୍ରେ ଥାଏ, ହେଲା। ତା ଶରୀରରେ କଷ୍ଟ ଥାଏ, ତାକୁ କଷ୍ଟ ହେଉଥାଏ। ତ ସେଇ ସମୟରେ ଯଦି ଆପଣ ତାକୁ ଇଞ୍ଜେକ୍ସନ୍ ଲଗାଉଛନ୍ତି, ତ ଗର୍ଭପାତ ହେଇଯିବାର ସମସ୍ୟା ମଧ୍ୟ ଥାଏ, ଛେଳି ଷ୍ଟ୍ରେସ୍ରେ ଆସିଯିବ, ତାକୁ ଆହୁରି କଷ୍ଟ ହେବ। ତ ସେଥିପାଇଁ ଇଞ୍ଜେକ୍ସନ୍ ଦିଆଯାଏ ନାହିଁ, ହେଲା। ପଶୁ ଶରୀରରେ ତାପମାତ୍ରା ଯେତେବେଳେ ତଳକୁ ଖସିଯାଏ, ସେତେବେଳେ ୟାକୁ ଲଗାଯାଏ ନା, କେତେବେଳେ ହାଇ ଟେମ୍ପରେଚର ହିଁ କେବଳ ୟାକୁ ଲଗାଯାଏ, ହେଲା। ଯଦି ଟେମ୍ପରେଚର ଅଧିକ ଅଛି ତାହେଲେ ଲଗେଇବେ, ଟେମ୍ପରେଚର କମି ଯାଇଥିଲେ ଲଗେଇବେ ନାହିଁ। ୱିଡ୍ରଲ୍ ପିରିୟଡ଼, ଯଦି ଆପଣ ଏଇ ଇଞ୍ଜେକ୍ସନ୍ ଲଗାଉଛନ୍ତି ଛେଳିମାନଙ୍କୁ, ତାହେଲେ 28 ଦିନ ପରେ ଯାଇକି ତାର ମାଂସ ଖାଇବେ। ଆଉ ଯଦି ଗାଈକୁ ଲଗାଉଛନ୍ତି ତାହେଲେ 7 ଦିନ ପରେ ତାଙ୍କର ଦୁଗ୍ଧ ସେବନ କରିବେ। ଅକ୍ସିଟେଟ୍ରାସାଇକ୍ଲିନ୍ ଆଣ୍ଟିବାୟୋଟିକ୍, ଇଏ ହେଉଛି ଚତୁର୍ଥ ଇଞ୍ଜେକ୍ସନ୍ ଯେଉଁଟାକି ପଶୁପାଳକଙ୍କ ପାଖରେ ରହିବା ଦରକାର, ହେଲା। ଅକ୍ସିଟେଟ୍ରାସାଇକ୍ଲିନ୍ ଉପରେ ବି ଆମେ ଭିଡ଼ିଓ ବନେଇଛୁ, ମୁଁ ଲିଙ୍କ୍ ଦେଇଦେବି ଏଇ ଭିଡ଼ିଓ ତଳେ, ହେଲା, ଡେସ୍କ୍ରିପ୍ସନ୍ରେ। ଆପଣମାନେ ଯାଇକି ଆଉ ଥରେ ଦେଖିପାରିବେ, ଅକ୍ସିଟେଟ୍ରାସାଇକ୍ଲିନ୍ ବି ଦେଖିପାରିବେ, ତା ସହିତ ଆପଣଙ୍କର ମେଲୋନେକ୍ସ ପ୍ଲସ୍ ବି, ତାକୁ ବି ଦେଖିପାରିବେ। ତ ମୁଁ ୟା ଉପରେ ବେଶୀ କହୁନି, ଅଳ୍ପ ଅଳ୍ପ କହିକି ଇଏ କରୁଛି। ଅକ୍ସିଟେଟ୍ରାସାଇକ୍ଲିନ୍ ଗୋଟେ ବ୍ୟାକ୍ଟେରିଓଷ୍ଟାଟିକ୍, ଅର୍ଥାତ୍ ବ୍ୟାକ୍ଟେରିଆର ବା ଜୀବାଣୁର ବୃଦ୍ଧିକୁ ହିଁ ଅଟକାଇଥାଏ, ହେଲା। କେମିତି ନା ଇଏ ଆପଣଙ୍କର ତାର ପ୍ରୋଟିନ୍ ସଂଶ୍ଳେଷଣ, ସବୁ ଜୀବ ବଞ୍ଚିବା ପାଇଁ ପ୍ରୋଟିନ୍ ଦରକାର, ତ ସେ ପ୍ରୋଟିନ୍ ସଂଶ୍ଳେଷଣକୁ ସେ ଅଟକାଇ ଦିଏ, ଯାହାଦ୍ୱାରା କି ସେମାନଙ୍କର ବଂଶବୃଦ୍ଧି ହେଇପାରେ ନାହିଁ, ହେଲା। ଏହା ଉଭୟ ଗ୍ରାମ୍ ପଜିଟିଭ୍ ଆଉ ଗ୍ରାମ୍ ନେଗେଟିଭ୍ ବ୍ୟାକ୍ଟେରିଆଙ୍କର କ'ଣ ଯେଉଁ ଉପସ୍ଥିତିରୁ ଯେଉଁ ପ୍ରକାର ବିମାରୀ ବା ଇନଫେକ୍ସନ୍ ହୁଏ, ସେଥିରୁ ଇଏ ଆମକୁ ମାନେ ପଶୁମାନଙ୍କୁ ରକ୍ଷା କରିଥାଏ, ହେଲା। ଉଭୟ ଗ୍ରାମ୍ ପଜିଟିଭ୍ ଆଉ ଗ୍ରାମ୍ ନେଗେଟିଭ୍, ଯେମିତି କହିଥିଲି ୟା ପୂର୍ବ ଭିଡ଼ିଓରେ କି ବ୍ୟାକ୍ଟେରିଆ 2 ପ୍ରକାର ଥାନ୍ତି, ଗ୍ରାମ୍ ପଜିଟିଭ୍ ଆଉ ଗ୍ରାମ୍ ନେଗେଟିଭ୍। ତ 2 ପ୍ରକାର ବ୍ୟାକ୍ଟେରିଆ ଉପରେ ଇଏ କାମ କରିଥାଏ। ବଜାରରେ 2 ପ୍ରକାରର ଅକ୍ସିଟେଟ୍ରାସାଇକ୍ଲିନ୍ ମିଳେ। ଗୋଟେ ହେଉଛି ଅକ୍ସିଟେଟ୍ରାସାଇକ୍ଲିନ୍ ସିଙ୍ଗଲ୍ ଆକ୍ସନ୍, ଯାହାକି 12ରୁ 24 ଘଣ୍ଟା ଯାଏଁ ପ୍ରଭାବ ଦେଖାଇଥାଏ। ଆଉ ଗୋଟେ ହେଉଛି ଅକ୍ସିଟେଟ୍ରାସାଇକ୍ଲିନ୍ ଲଙ୍ଗ୍ ଆକ୍ସନ୍, ହେଲା, ଯେଉଁଟାକି 72 ଘଣ୍ଟା ଯାଏଁ କାମ ଦେଇଥାଏ। ଥରେ ଲଗେଇଲେ ତାପରେ 3 ଦିନ ପରେ ଯାଇକି ଆଉ ଥରେ ଲଗେଇବେ, 72 ଘଣ୍ଟା ପରେ ଆଉ ଥରେ ଲଗେଇବେ। ଯଦି ସିଙ୍ଗଲ୍ ଆକ୍ସନ୍ ଦେଉଛନ୍ତି ତାହେଲେ ଆଜି ଲଗେଇଲେ ପୁଣି ଆଉ ଥରେ କାଲିକି ଲଗେଇବେ, 24 ଘଣ୍ଟାରେ ଥରେ ସେଟା ଲଗେଇବା ପାଇଁ ପଡ଼ିବ। ଲଙ୍ଗ୍ ଆକ୍ସନ୍ ଯଦି ଲଗାଉଛନ୍ତି ତାହେଲେ 72 ଘଣ୍ଟାରେ ଥରେ ଲଗେଇବେ। ପଶୁମାନଙ୍କର ମାଇକୋପ୍ଲାଜମା ନିମୋନିଆ, ଇ କୋଲାଇ, ପାଷ୍ଟ୍ୟୁରିଲା ପେଷ୍ଟି, ଶ୍ୱାସନଳୀ ସମ୍ବନ୍ଧିତ ଇନଫେକ୍ସନ୍, ହେଲା, ଡିପ୍ଲୋକୋକସ୍ ନିମୋନିଆ, ଅଧିକ ତାପମାତ୍ରା, ମେଟ୍ରାଇଟିସ୍ ଯେଉଁ ଗର୍ଭ ସମ୍ବନ୍ଧିତ ଯେକୌଣସି ଇନଫେକ୍ସନ୍ ହେଇଯାଉଛି, ଧରନ୍ତୁ ଥନହରା, ହେଲା, ମାଷ୍ଟାଇଟିସ୍ ଯେଉଁଟା ଆମେ କହୁଛନ୍ତି, ସମସ୍ତ ପ୍ରକାରର ବ୍ୟାକ୍ଟେରିଆ ଜନିତ ରୋଗରେ ତାକୁ ବ୍ୟବହାର କରାଯାଏ, ଯାହାକୁ ଅକ୍ସିଟେଟ୍ରାସାଇକ୍ଲିନ୍କୁ। ଡୋଜ୍ କ'ଣ ନା ୟାକୁ ମୁଖ୍ୟତଃ ମାଂସପେଶୀରେ ଦିଆଯାଇଥାଏ, ଆଉ ଡୋଜ୍ର ମାତ୍ରା ହେଉଛି 20 କିଲୋଗ୍ରାମ ଓଜନରେ 1 ମିଲିଲିଟର ଔଷଧ ଇଞ୍ଜେକ୍ସନ୍ ଆକାରରେ ତାକୁ ଦିଆଯାଏ।
गर्भ थिबा पशुଙ୍କୁ ଏହା ଦେବେ ନାହିଁ, ଟୋଟାଲି ଦେବେ ନାହିଁ ଗର୍ଭ ଥିବା ପଶୁଙ୍କୁ। ୟାର ୱିଡ୍ରାଲ୍ ପିରିୟଡ଼ ମଧ୍ୟ ଠିକ୍ ସେଇଭଳିଆ। ମାଂସ ଯଦି ଆପଣ ଲଗାଉଛନ୍ତି ୟାକୁ ମାଂସର ବେଶୀରେ, ତ 28 ଦିନ ପରେ ଯାଇକି ଛେଳିର ମାଂସ ଖାଇବେ। ଆଉ ଦୁଗ୍ଧ ଯେଉଁ ଦେଉଥିବା ଗାଈମାନଙ୍କୁ ଯଦି ଲଗାଉଛନ୍ତି ତାହେଲେ 7 ଦିନ ପରେ ଯାଇକି ତାଙ୍କର ଦୁଗ୍ଧ ଆପଣ ସେବନ କରିପାରିବେ। ନେକ୍ସଟ ହେଉଛି ଟାଇଲୋସିନ୍ ଆଣ୍ଟିବାୟୋଟିକ୍। ଟାଇଲୋସିନ୍ ବହୁତ ବଢ଼ିଆ ଆଣ୍ଟିବାୟୋଟିକ୍ ଗୋଟେ। ଟାଇଲୋସିନ୍ କ'ଣ ନା ମେକ୍ରୋଲାଇଡ୍ ଗ୍ରୁପ। ମେକ୍ରୋଲାଇଡ୍ ଗ୍ରୁପ ଅର୍ଥ ଆପଣଙ୍କର ସବୁ ପ୍ରକାର ଆଣ୍ଟିବାୟୋଟିକ୍ କିଛି କିଛି ଗ୍ରୁପରେ ଥାନ୍ତି। ଇଏ ହେଉଛି ମେକ୍ରୋଲାଇଡ୍ ଗ୍ରୁପର। ମେକ୍ରୋଲାଇଡ୍ ଅର୍ଥ ଯେଉଁଟାକି ଖାସ କରିକି ମାଇକୋପ୍ଲାଜମା ଜୀବାଣୁ ଉପରେ କାମ କରିଥାଏ। ହେଲା, ମାଇକୋପ୍ଲାଜମା ଦ୍ୱାରା ବହୁତ ପ୍ରକାର ରୋଗ ହେଇଥାଏ। ନିମୋନିଆ ହେଇଗଲା, ମେଟ୍ରାଇଟିସ୍ ହେଇଗଲା, ଯେଉଁ ଗର୍ଭାଶୟରେ ଇନଫେକ୍ସନ୍ ହୁଏ, ଏଫଏମଡି ବି ହେଇଥାଏ, ହେଲା, ମାଷ୍ଟାଇଟିସ୍ ବି ହେଇଥାଏ। ତ ଏଇ ସବୁ ଯେଉଁ ମାଇକୋପ୍ଲାଜମା ଦ୍ୱାରା ଯେଉଁ ଯେଉଁ ରୋଗ ହୁଏ ତା ଉପରେ ମ୍ୟାକ୍ରୋଲାଇଡ୍ ଗ୍ରୁପର ବ୍ୟାକ୍ଟେରିଆ ମାରିବା ପାଇଁ ମ୍ୟାକ୍ରୋଲାଇଡ୍ ଗ୍ରୁପର କ'ଣ ଯେଉଁ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ। ତ ଟାଇଲୋସିନ୍ ହେଉଛି ସେଇ ମ୍ୟାକ୍ରୋଲାଇଡ୍ ଗ୍ରୁପର ଗୋଟେ ବ୍ୟାକ୍ଟେରିଓଷ୍ଟାଟିକ୍। ବ୍ୟାକ୍ଟେରିଓଷ୍ଟାଟିକ୍ ମାନେ ଯେଉଁମାନେ ଜୀବାଣୁର ବୃଦ୍ଧିକି ଅଟକାଉଥାନ୍ତି। ହେଲା, ଆମେ ଦୁଇ ପ୍ରକାର ଆଣ୍ଟିବାୟୋଟିକ୍ ପଢ଼ିଥିଲେ କ'ଣ କ'ଣ ନା ବ୍ୟାକ୍ଟେରିଓସାଇଡାଲ୍ ଆଉ ଗୋଟେ ହେଉଛି ବ୍ୟାକ୍ଟେରିଓଷ୍ଟାଟିକ୍। ବ୍ୟାକ୍ଟେରିଓସାଇଡାଲ୍ ହେଉଛି ଯେଉଁଟାକି ପୁରା ଜୀବାଣୁମାନଙ୍କୁ ମାରି ଦେଇଥାଏ, ହେଲା, କିନ୍ତୁ ବ୍ୟାକ୍ଟେରିଓଷ୍ଟାଟିକ୍ କ'ଣ ଇଏ ତାଙ୍କର ବୃଦ୍ଧିକୁ ଅଟକାଇଥାଏ, ଇଏ ତାଙ୍କୁ ମାରି ନଥାଏ, ସେମାନେ ତାକୁ ବଂଶ ବିସ୍ତାର କରିବାକୁ ଦିଏ ନାହିଁ। ତ ଇଏ ହେଉଛି ଟାଇଲୋସିନ୍ କ'ଣ ମ୍ୟାକ୍ରୋଲାଇଡ୍ ଗ୍ରୁପର ବ୍ୟାକ୍ଟେରିଓଷ୍ଟାଟିକ୍ ଆଣ୍ଟିବାୟୋଟିକ୍। ହେଲା, ଇଏ ମଧ୍ୟ ଉଭୟ ଗ୍ରାମ୍ ପଜିଟିଭ୍ ଆଉ ଗ୍ରାମ୍ ନେଗେଟିଭ୍ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ବିମାରୀ ବା ଇନଫେକ୍ସନ୍ରୁ ରକ୍ଷା କରିଥାଏ। ଏହା ମୁଖ୍ୟତଃ ମାଇକୋପ୍ଲାଜମା ଜୀବାଣୁ ଦ୍ୱାରା ହେଉଥିବା ରୋଗରୁ ରକ୍ଷା କରିଥାଏ, ଯେପରିକି ନିମୋନିଆ। ନିମୋନିଆ ଆପଣଙ୍କର ଯଦି ଛେଳିମାନଙ୍କ ଦେହରେ ଅଧିକ ସିଭିଅର୍ ହେଇଯାଉଛି ତାହେଲେ ସିସିପିପି ବୋଲି କୁହାଯାଏ ତାକୁ। ଯଦି ଗାଈ କିମ୍ବା ଆପଣଙ୍କର ମଇଁଷି ସେଥିରେ ଅଛି ତ ତାକୁ ସିବିପିପି କୁହାଯାଏ। ହେଲା, ସେ ନିମୋନିଆକୁ ସିବିପିପି କୁହାଯାଏ। ଏଫଏମଡି ଯେଉଁ ଆପଣଙ୍କର ମାନେ କ'ଣ ଯେଉଁ ସାହାଣ ନା ବଜବଜିଆ ରୋଗ ଯେଉଁ କହନ୍ତି ଆପଣଙ୍କର, ହେଲା, ତ ଯେଉଁଥିରେ କି ଆପଣଙ୍କର ତାର ଖୁର ପାଟି ସବୁ ଘା ହେଇଯାଏ, ସେଟା ଗୋଟେ ରୋଗ, ତ ସେଥିରୁ ତାକୁ ରକ୍ଷା କରେ। ଫଙ୍ଗଲ ମେଷ୍ଟାଇଟିସ୍, ହେଲା, ମେଟ୍ରାଇଟିସ୍ ଯେଉଁଟା ଆମେ କହୁଛନ୍ତି ଗର୍ଭାଶୟରେ ଯେଉଁ ଇନଫେକ୍ସନ୍ ହୁଏ ସେଥିରୁ ମଧ୍ୟ ରକ୍ଷା କରେ। ଫଙ୍ଗାଲ ସ୍କିନ୍ ଇନଫେକ୍ସନ୍ ଯେଉଁ ହୁଏ, ଏଇସବୁ ବିମାରୀରୁ ଆମେ ରକ୍ଷା ପାଇବା ପାଇଁ କ'ଣ କରିଥାନ୍ତି ନା ଆମର ଯେଉଁ ଛେଳି ଅଛି ବା ପଶୁମାନେ ଅଛନ୍ତି ସେମାନଙ୍କ କ୍ଷେତ୍ରରେ ଟାଇଲୋସିନ୍ ବ୍ୟବହାର କରାଯାଏ। ନିମୋନିଆ ଯେତେବେଳେ ଜୋର ହେଇଯାଏ ସେଇ ଜାଗାରେ କ'ଣ କରାଯାଏ, ଆପଣଙ୍କର ଦୁଇଟା ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ। ଅକ୍ସିଟେଟ୍ରାସାଇକ୍ଲିନ୍ ଏଲ୍ ହେଇଯାଉ କିମ୍ବା ଏଣ୍ଡୋଫ୍ଲକ୍ସାସିନ୍ ହେଇଯାଉ, ଏଇ ଭିତରୁ କେଉଁଟା ଗୋଟେ ନେବେ, ତା ସହିତ ଆପଣ କ'ଣ କରିପାରିବେ ଟାଇଲୋସିନ୍କୁ ବି ନେବେ। ଦୁଇଟା ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ, ମିଶେଇକି ବ୍ୟବହାର କରାଯାଏନି, ଅଲଗା ଅଲଗା ବ୍ୟବହାର କରାଯାଏ। ଆପଣ ଗୋଟେ ଇଞ୍ଜେକ୍ସନ୍ ଆଣ୍ଟିବାୟୋଟିକ୍ ଦେଇ ସାରିଲେ ଅକ୍ସିଟେଟ୍ରାସାଇକ୍ଲିନ୍, ତାପରେ ଆଉ ଗୋଟେ ଇଞ୍ଜେକ୍ସନ୍ ପରେ ଟାଇଲୋସିନ୍ ତାକୁ ଦେବେ। ଟାଇଲୋସିନ୍କୁ କେତେବେଳେ ବି ଅନ୍ୟ କୌଣସି ଇଞ୍ଜେକ୍ସନ୍ରେ ମିଶେଇବେ ନାହିଁ, ଅଲଗା ଅଲଗା ଦେବେ। ଠିକ୍ ଅଛି, ଆଗେ ଧରନ୍ତୁ ଆପଣ ଅକ୍ସିଟେଟ୍ରାସାଇକ୍ଲିନ୍ ଦେଇଦେଲେ, ତାପରେ ପୁଣି ଟାଇଲୋସିନ୍ ଦେବେ। ଗୋଟେ ଇଞ୍ଜେକ୍ସନ୍ରେ ଦୁଇଟା ଆଣ୍ଟିବାୟୋଟିକ୍ କେତେବେଳେ ମିଶେଇବେ ନାହିଁ। ଠିକ୍ ଅଛି, ୟାର ଡୋଜ୍ କ'ଣ? ୟାର ଡୋଜ୍ ହେଉଛି 1 ମିଲିଲିଟର ଔଷଧ ଆପଣ 20 କିଲୋଗ୍ରାମ ଓଜନରେ ଦେବେ। ହେଲା, କେବଳ ମାଂସପେଶୀରେ ହିଁ ଦିଆଯାଏ, ଅନ୍ୟ କୌଣସି ରୁଟ୍ରେ ଦେବେ ନାହିଁ, ନହେଲେ ବହୁତ ସିଭିଅର୍ ଅସୁବିଧା ହେବ। ସେଥିପାଇଁ ମୁଁ କହିଛି ଯେତେବେଳେ ଆପଣ କୌଣସି ପ୍ରକାର ଇଞ୍ଜେକ୍ସନ୍ ଲଗାଉଛନ୍ତି ତ ଆପଣଙ୍କର ନିକଟସ୍ଥ ଭେଟେନାରୀ ଅଫିସ୍ ଯିବେ କିମ୍ବା ଆପଣଙ୍କର ଯେଉଁ ନିକଟସ୍ଥ ପଶୁ ଚିକିତ୍ସକ ଯିଏ ବି ଅଛନ୍ତି ତାଙ୍କ ସହ ବିଚାର ବିମର୍ଶ କରି ତାଙ୍କୁ ଡାକି ଏଇ ଇଞ୍ଜେକ୍ସନ୍ ଲଗାଇବେ। ୱିଡ୍ରାଲ୍ ପିରିୟଡ଼ ଯେଉଁଟା ଯଦି ଆପଣ ଲଗାଉଛନ୍ତି ତାହେଲେ 28 ଦିନ ପରେ ମାଂସ ସେବନ କରିପାରିବେ, 7 ଦିନ ପରେ ଦୁଗ୍ଧ ସେବନ କରିପାରିବେ। ଠିକ୍ ଅଛି, ଗର୍ଭ ଥିବା ପଶୁଙ୍କ ପାଇଁ ଏ ପୁରାପୁରି ସେଫ୍। ଆପଣ ଗର୍ଭ ଥିବା ପଶୁଙ୍କୁ ମଧ୍ୟ ଦେଇପାରିବେ, କିଛି ଅସୁବିଧା ନାହିଁ। ଟାଇଲୋସିନ୍ ଗୋଟେ ବହୁତ ଭଲ ଆଣ୍ଟିବାୟୋଟିକ୍, ଖାସ କରିକି ନିମୋନିଆରେ ୟାର ବହୁତ ଭଲ ରେଜଲ୍ଟ ମିଳେ। ଆପଣଙ୍କର ପଶୁ ଯେଉଁଟା ସିସିପିପି ହେଇଗଲା କଣ୍ଟାଜିଅସ୍ କ୍ୟାପ୍ରିନ୍ ପ୍ଲୁରୋନିମୋନିଆ କିମ୍ବା ସିବିପିପି କଣ୍ଟାଜିଅସ୍ ବୋଭାଇନ୍ ପ୍ଲୁରୋନିମୋନିଆ, ହେଲା, ତ ସେଇ ଜାଗାରେ ୟାର ବହୁତ ବଢ଼ିଆ ରେଜଲ୍ଟ ଦେଖାଯାଇଛି। ଆଉ ମେଟ୍ରାଇଟିସ୍ରେ ବି ବହୁତ ବଢ଼ିଆ ରେଜଲ୍ଟ ଅଛି। ମେଟ୍ରାଇଟିସ୍ରେ ଏଇ ଇଞ୍ଜେକ୍ସନ୍ ନଦେଲେ ସେ ଭଲ ହୁଏ ହିଁ ନାହିଁ। ମାଇକୋପ୍ଲାଜମା କ୍ଷେତ୍ରରେ ଟାଇଲୋସିନ୍ ବହୁତ ଭଲ କାମ କରେ। ଆମେ ରେଜଲ୍ଟ ଦେଖିଛୁ, ବହୁ ଜାଗାରେ କ'ଣ ହେଇଛି ନା ଆମେ ମରିଯାଉଥିବା ଛେଳିକୁ ମଧ୍ୟ ବଞ୍ଚେଇଛୁ।
ଯେତେବେଳେ ନିମୋନିଆ ହେଇଛି, ଅଧିକ ମାତ୍ରାରେ ନିମୋନିଆ ହେଇଯାଏ, ନିମୋନିଆରୁ ଧୀରେ ଧୀରେ ପୁଣି କ'ଣ ହେବ, ଆପଣଙ୍କର ବିଭିନ୍ନ ପ୍ରକାର ତା'ର ଇନଫେକ୍ସନ୍ ହେଇଯାଏ। ତ ସେଇ ଜାଗାରେ ଟାଇଲୋସିନ୍ ବହୁତ ଭଲ କାମ କରେ। ଆମେ ଅକ୍ସିଡେଟ୍ରାସାଇକ୍ଲିନ୍ ଏଲ୍ ସହିତ ଟାଇଲୋସିନ୍ ବ୍ୟବହାର କରୁ। 2ଟା ଆଣ୍ଟିବାୟୋଟିକ୍ ଦେଉ। ଗୋଟେ ଯେମିତି କହିଲି ଆପଣଙ୍କର ଏଇ ଯେଉଁ 5ଟା ଇଞ୍ଜେକ୍ସନ୍ ଆମେ ଆପଣଙ୍କୁ ଏଇଠି ଆଜି ବତେଇଲୁ, ସେଇ 5ଟା ଇଞ୍ଜେକ୍ସନ୍କୁ ଆମେ ଖାସ୍ କରିକି ବ୍ୟବହାର କରିଥାଉ। ଠିକ୍ ଅଛି। ତ ଆଶା କରୁଛୁ ଆପଣମାନଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଥିବ। ବହୁତ ବହୁତ ଧନ୍ୟବାଦ। ଆପଣମାନେ ଏତେ ପେସେଣ୍ଟଫୁଲି ସବୁ ଶୁଣୁଛନ୍ତି, ଦେଖୁଛନ୍ତି, ଆଉ ଆପଣଙ୍କର କମେଣ୍ଟ ବି ମୁଁ ଦେଖୁଛି ବହୁତ ସାରା, ଆପଣମାନେ ବହୁତ ଭଲ ଭଲ କମେଣ୍ଟ ଦେଉଛନ୍ତି। ଯାହାକୁ ଯାହା ଅସୁବିଧା ହେଉଛି ଆପଣମାନେ ମେସେଜ୍ ମଧ୍ୟ କରୁଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଆମକୁ ଏତେ ଭଲ ପାଇବା ଦେଉଛନ୍ତି। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ବହୁଳ ମାତ୍ରାରେ ଅନ୍ୟ ପଶୁପାଳକ ଭାଇ ଭଉଣୀମାନଙ୍କ ସହିତ ସେୟାର ମଧ୍ୟ କରନ୍ତୁ। ଆଉ ଆମେ ଏଇ ମାସ 7-8 ତାରିଖରୁ ଟ୍ରେନିଂ ଷ୍ଟାର୍ଟ କରୁଛୁ। ତ ଯେଉଁମାନଙ୍କୁ ଅନଲାଇନ୍ ଟ୍ରେନିଂ ଦରକାର ସେମାନେ ଏଇ ନମ୍ବରରେ କଣ୍ଟାକ୍ଟ କରନ୍ତୁ। ନମସ୍କାର।